ଏବେ ଆମେ ପ୍ରଶ୍ନୋତ୍ତର କରିବା। ଆସ ପଢ଼ିବା। ବୁଝ ଓ ପଢ଼। କ ମାଙ୍କଡ଼ର ଲାଞ୍ଜ ଲମ୍ବା। ମାଙ୍କଡ଼ର ଲାଞ୍ଜ ଲମ୍ବା। ତାପରେ ଖ ହାତୀର ଲମ୍ବା ଶୁଣ୍ଢ ଅଛି। ହାତୀର ଲମ୍ବା ଶୁଣ୍ଢ ଅଛି। ଗ ମୟୂର ପୁଚ୍ଛ ସୁନ୍ଦର। ଏଇଠି ଦେଖ ମୟୂର ପୁଚ୍ଛ କେତେ ସୁନ୍ଦର ଦେଖାଯାଉଛି। ଘ କୁକୁଡ଼ା ମୁଣ୍ଡର ନାଲି ମୁକୁଟ। ତାପରେ 1 ନମ୍ବର ବନ୍ଧନୀ ମଧ୍ୟରୁ ଉପଯୁକ୍ତ ଶବ୍ଦକୁ ନେଇ ବାକ୍ୟ ପୂରଣ କର। କ କୁନି ଏକ ଡ୍ୟାସ୍ ଝିଅ। କୁନି ଏକ ସାହସୀ ଝିଅ। ଖ ବଳରାମ ତା ସାଙ୍ଗମାନଙ୍କ ଭିତରୁ ସବୁଠାରୁ ଲମ୍ବା ପିଲା। ଗ ଗଛର ପତ୍ର ସବୁଜ ଅଟେ। ଘ ତିଲୁ ଗୋଟିଏ ଭଲ ପିଲା। ପଣସ ପାଚିଲେ ମିଠା ଲାଗେ। 2 ନମ୍ବର ଠିକ୍ ଶବ୍ଦ ପାଖ କୋଠରୀରେ ଠିକ୍ ଚିହ୍ନ ଦିଅ। କୋଉଟା ଠିକ୍ ପିଲାମାନେ? ନଈକୂଳ ନଈକୂଳ ଏଇଟା ଠିକ୍। ଶିଆଳି ଲଟା ଶିଆଳି ଲଟା ଏଇଟା ଠିକ୍। ଯାନିଯାତ୍ରା ଯାନିଯାତ୍ରା ଏଇଟା ଠିକ୍। ତାପରେ ଆସ କଥା ହେବା। 1 ନମ୍ବର ବାଇଚଢ଼େଇର ବସା କିପରି ଭାଙ୍ଗିଲା? ହାତୀ ଶୁଣ୍ଢ ବଢ଼େଇ ତମାଳ ଗଛର ଡାଳ ଭାଙ୍ଗି ଦେବାରୁ ବାଇଚଢ଼େଇର ବସା ଭାଙ୍ଗିଗଲା। 2 ନମ୍ବର ଜ୍ଞାନୀ ଲୋକମାନେ କାହିଁକି କେବେହେଲେ ଦୁଃଖ ପ୍ରକାଶ କରନ୍ତି ନାହିଁ? ଉତ୍ତର ନଷ୍ଟ ହୋଇଯାଇଥିବା ବସ୍ତୁ ଓ ମରିଯାଇଥିବା ପ୍ରାଣୀ ଓ ଘଟିଯାଇଥିବା ଘଟଣା ଉପରେ ଚିନ୍ତା କରି ଜ୍ଞାନୀ ଲୋକମାନେ କେବେହେଲେ ଦୁଃଖ ପ୍ରକାଶ କରନ୍ତି ନାହିଁ। 3 ନମ୍ବର କାଠହଣା ଚଢ଼େଇ ବାଇଚଢ଼େଇକୁ କାହା ପାଖକୁ ନେଲା? ଉତ୍ତର କାଠହଣା ଚଢ଼େଇ ବାଇଚଢ଼େଇକୁ ତାର ସାଙ୍ଗ ମହୁମାଛି ବୀଣାରବା ପାଖକୁ ନେଲା। 4 ନମ୍ବର ତୁମେ କେଉଁ ଚଢ଼େଇର ବସା ଦେଖିଛ? ଉତ୍ତର ମୁଁ ବାଇଚଢ଼େଇ ଓ ବଣି ଚଢ଼େଇର ବସା ଦେଖିଛି। 5 ନମ୍ବର ଗଛ କୋରଡ଼ରେ ରହୁଥିବା କେତୋଟି ପକ୍ଷୀଙ୍କର ନାମ କୁହ। ଉତ୍ତର କାଠହଣା ପେଚା ଶୁଆ ଉଦଉଦଳିଆ ଆଦି ପକ୍ଷୀ ଗଛ କୋରଡ଼ରେ ରହନ୍ତି। ଚିନ୍ତା କର ଓ ଲେଖ। 1 ନମ୍ବର କେଉଁ ଚଢ଼େଇ କିପରି ସ୍ୱର କରନ୍ତି ତୁମେ ସେହି ସ୍ୱର କର। ମହୁମାଛି ଯେପରି ଗୁଣୁ ଗୁଣୁ ଶବ୍ଦ କରେ ସେହିପରି କାଉ କୋଇଲି କୁକୁଡ଼ା ହଳଦୀବସନ୍ତ ପେଚା କୁମ୍ଭାଟୁଆ ସ୍ୱର ଅନୁକରଣ କରି କୁହ। ଉତ୍ତର କାଉ କେମିତି ସ୍ୱର କରେ? ପିଲାମାନେ କାଉ କା କା କୋଇଲି କୁହୁ କୁହୁ କୁକୁଡ଼ା କୁକୁଡୁ କୁ ହଳଦୀବସନ୍ତ କୋ କୋ ପେଚା ହୁଟ୍ ହୁଟ୍ କୁମ୍ଭାଟୁଆ କୁକୁ। 2 ନମ୍ବର ବାଇଚଢ଼େଇ କେଉଁଠାରେ ବସା କରିଥିଲା? ଉତ୍ତର ବାଇଚଢ଼େଇ ତମାଳ ଗଛର ଡାଳରେ ବସା କରିଥିଲା। 3 ନମ୍ବର ତୁମେ ତୁମ ସାଙ୍ଗକୁ କେବେ ସାହାଯ୍ୟ କରିଛ କି? ଯଦି କରିଛ ସେ ବିଷୟରେ ଲେଖ। ଉତ୍ତର ହଁ ମୁଁ ମୋ ସାଙ୍ଗକୁ ସାହାଯ୍ୟ କରିଛି। ମୁଁ ତା ପାଇଁ ଥରେ ପୂଜା ଚାନ୍ଦା ଓ ଆଉ ଥରେ ପରୀକ୍ଷା ଫିସ୍ ଦେଇଥିଲି। 4 ନମ୍ବର ମେଘନାଦ ଚଢ଼େଇମାନଙ୍କୁ କି ବୁଦ୍ଧି ଦେଲା? କ'ଣ କରିବାକୁ କହିଲା? ନିଜ ଭାଷାରେ ଲେଖ। ଉତ୍ତର ମେଘନାଦ ମହୁମାଛିକୁ ହାତୀ ବିଶ୍ରାମ ନେଉଥିବା ବେଳେ ତା କାନ ପାଖରେ ଗୁଣୁ ଗୁଣୁ ସ୍ୱର ଗୀତ ଗାଇବାକୁ କହିଲା ଓ କାଠହଣା ଚଢ଼େଇକୁ ହାତୀର ଆଖିକୁ ବାରମ୍ବାର ଖୁମ୍ପି ଖୁମ୍ପି ଅନ୍ଧ କରିଦେବାକୁ କହିଲା। 5 ନମ୍ବର ହାତୀ କାହା ସ୍ୱର ଶୁଣି ଆନନ୍ଦରେ ବିଭୋର ହୋଇଗଲା? ଉତ୍ତର ମହୁମାଛିର ଗୁଣୁ ଗୁଣୁ ସ୍ୱର ଶୁଣି ହାତୀ ଆନନ୍ଦରେ ବିଭୋର ହୋଇଗଲା। 6 ନମ୍ବର ତୁମେ ବାଇଚଢ଼େଇ ହୋଇଥିଲେ କ'ଣ କରିଥାନ୍ତ?
ଉତ୍ତର ମୁଁ ବାଇ ଚଢ଼େଇ ହୋଇଥିଲେ ବିପଦ ସମୟରେ ମୋର ବନ୍ଧୁମାନଙ୍କର ସାହାଯ୍ୟ ନେଇଥାନ୍ତି ଓ ହାତୀକୁ ଉଚିତ ଦଣ୍ଡ ଦେଇଥାନ୍ତି। ବୁଝ ଓ ଲେଖ। 1 ନମ୍ବର। ତଳ ଅନୁଚ୍ଛେଦଟି ପଢ଼ି ନାଲି ଚିହ୍ନିତ ଶବ୍ଦର ବିପରୀତାର୍ଥବୋଧକ ଶବ୍ଦଗୁଡ଼ିକୁ ତଳ କୋଠରୀରେ ଲେଖ। ନାଲି କଲର ଚିହ୍ନ ଯେଉଁ ଶବ୍ଦରେ ଅଛି ସେହି ଶବ୍ଦକୁ ତାର ବିପରୀତ ଆମେ ଲେଖିବା। ମିତା କୂଅରୁ ପାଣି କାଢ଼ୁଥିଲା। ତା ହାତରୁ ବାଲ୍ଟି କୂଅରେ ଖସି ପଡ଼ିଲା। ସଙ୍ଗେ ସଙ୍ଗେ ବାଲ୍ଟିଟି ତଳକୁ ପଳାଇଲା। ସମୀର ଦୂରରେ ଖେଳୁଥିଲା। ମିତା ତାକୁ ଡାକିଲା। ସମୀର ଲମ୍ବା ବାଉଁଶଟି ଧରି ଆସିଲା। କୂଅ ଭିତରକୁ ବାଉଁଶ ପୂରାଇ ବୁଲାଇଲା। କିଛି ସମୟ ପରେ ବାଉଁଶଟି ବାଲ୍ଟିରେ ଲାଗିଲା। ସମୀର ଧୀରେ ଧୀରେ ବାଲ୍ଟିଟିକୁ ଉପରକୁ ଉଠାଇ ଆଣିଲା। ମିତା ଖୁସି ହୋଇଗଲା ଓ ସମୀରକୁ ଧନ୍ୟବାଦ ଦେଲା। ଯେପରି ତଳ ଉପର ସେହିପରି ଆମେ ଏଇ ନାଲି ଶବ୍ଦଗୁଡ଼ିକୁ ଲେଖିବା। ତଳ ଉପର ଗୋଟେ ସେ ଦେଇଦେଇଛି। ତାପରେ ଲମ୍ବା ଛୋଟିଆ, ଖୁସି ଦୁଃଖ, ସେହିପରି ଦୂର ନିକଟ, ଭିତର ବାହାର। 2 ନମ୍ବର। ବାକ୍ୟଗୁଡ଼ିକୁ ସଜାଡ଼ି ଲେଖ। କ. ତମାଳ ଗଛ ବସା କରିଥିଲା ବାଇ ଚଢ଼େଇ। ଏ ଓଲଟା ଓଲଟା କରିକି ଦେଇଛି, ଆମେ ସଜେଇକି ଲେଖିବା। ଉତ୍ତର କ'ଣ ହେବ? ବାଇ ଚଢ଼େଇ ତମାଳ ଗଛରେ ବସା କରିଥିଲା। ଖ. ଭାରି ଦିନେ ଖରା ହେଉଥାଏ। ଉତ୍ତର ଦିନେ ଭାରି ଖରା ହେଉଥାଏ। ଗ. ମହୁମାଛି କାଠହଣା ଚଢ଼େଇ ବାଇ ଚଢ଼େଇକୁ ପାଖକୁ ନେଇଗଲା। ଉତ୍ତର କାଠହଣା ଚଢ଼େଇ ବାଇ ଚଢ଼େଇକୁ ମହୁମାଛି ପାଖକୁ ନେଇଗଲା। ଘ ନମ୍ବର। ମୋର ବନ୍ଧୁ ଗୋଟିଏ ମହୁମାଛି ବୀଣାରବା ବୋଲି। ଉତ୍ତର ବୀଣାରବା ବୋଲି ଗୋଟିଏ ମହୁମାଛି ମୋର ବନ୍ଧୁ। 3 ନମ୍ବର। ସାରଣୀରେ ଥିବା ଅକ୍ଷରକୁ ଯୋଡ଼ି ପକ୍ଷୀମାନଙ୍କର ନାମ ଖୋଜି ଲେଖ। ଏଇ ସାରଣୀରେ ଥିବା ଅକ୍ଷରକୁ ଆମେ ଯୋଡ଼ିକି ପକ୍ଷୀମାନଙ୍କର ନାମ ଲେଖିବା। ଯେମିତିକି କୋଇଲି, ତାପରେ କଜଳପାତି, ମହୁମାଛି, ତାପରେ କାଠହଣା, ତାପରେ ଶୁଆ, ତାପରେ ବଣି, ଆଉ କ'ଣ ହବ? ଘରଚଟିଆ। କୋଇଲି, କଜଳପାତି, ମହୁମାଛି, କାଠହଣା, ଶୁଆ, ବଣି, ଘରଚଟିଆ। ହେଲା। ବୁଝ ଓ ଲେଖ। ବାକ୍ୟ କିଏ କହୁଥିଲା, କାହାକୁ କହୁଥିଲା? କିଏ କହିଛି, କାହାକୁ କହିଛି? ପିଲାମାନେ ଦେଖିବା ଚାଲ। ସାଙ୍ଗ ହୋଇ ଯଦି ମୁଁ ବିପଦ ବେଳେ ସାହାଯ୍ୟ ନ କଲି ତେବେ ମୁଁ କି ସାଙ୍ଗ? କିଏ କହିଛି? କାଠହଣା ଚଢ଼େଇ କହିଛି। କାହାକୁ କହିଛି? ବାଇ ଚଢ଼େଇକୁ। ମୋ ମନରୁ ପିଲାଙ୍କ ଦୁଃଖ ଯିବ। କିଏ କହିଛି? ବାଇ ଚଢ଼େଇ କହିଛି। କାହାକୁ? କାଠହଣା ଚଢ଼େଇକୁ। ତାପରଟା, ତୁମେ ସବୁବେଳେ କାହିଁକି କାନ୍ଦୁଛ? ଏଇ କଥାଟା କିଏ କହିଛି? ଏ କଥାଟା କାଠହଣା ଚଢ଼େଇ କହିଛି। କାହାକୁ କହିଛି? ବାଇ ଚଢ଼େଇକୁ କହିଛି। ଭାବି କୁହ। ମୋଟା ମୋଟା ଗୋଡ଼ ତାର, ଲମ୍ବା ଲମ୍ବା ଦାନ୍ତ, ପାଦ ଯାଏ ଲମ୍ବିଥାଏ ସାପ ପରି ନାକ, ଡାଳ ଭାଙ୍ଗେ ପତର ଖାଏ, ଅତି ବଳ ତାର, କଳା କଳା ଦେହ ଥାଏ, କୁହ ନାମଟି ତାର। କିଏ ପିଲାମାନେ? ସିଏ ହେଉଛି ହାତୀ। ଯାହାର କି ମୋଟା ମୋଟା ଗୋଡ଼, ଆଉ ଲମ୍ବା ଲମ୍ବା ଦାନ୍ତ, ଆଉ ପାଦ ଯାଏ ଲମ୍ବିଥିବା ନାକ, ଆଉ ବହୁତ ବଳଶାଳୀ। ବଡ଼ ସିଏ ବି। କଳା କଲର ଦେହ। ତା ନାଁଟା କ'ଣ? ହାତୀ।
ତୁମେ କହିଥିବା ଉତ୍ତରର ଚିତ୍ର କର। ଏମିତିକା ହାତୀ ଚିତ୍ରଟେ ଏଠି କରିବ। ତଳେ ତା ନାଁ ଲେଖିବ ହାତୀ। ଯଦି ଭିଡ଼ିଓଟି ଭଲ ଲାଗେ ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ। ରହୁଛି। ଜୟ ଜଗନ୍ନାଥ।